ଭାରତବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ଭିତରୁ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧ କେନ୍ଦ୍ର ଅନ୍ୟତମ। ଭାରତବର୍ଷର ପ୍ରତ୍ୟେକ ରାଜ୍ୟରେ ସାଧାରଣ ଗରିବ ଲୋକମାନେ କିପରି କମ୍ ରିହାତି ମୂଲ୍ୟରେ ଔଷଧ ସେବନ କରି ସେମାନଙ୍କର ରୋଗରୁ ମୁକ୍ତି ଲାଭ କରିବେ ସେ ଦିଗରେ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ବଜାରରେ ଔଷଧ କେନ୍ଦ୍ର ଖୋଲାଯାଉଛି। ସେହିପରି ଏଡ୍ସା ବ୍ଲକ ଅନ୍ତର୍ଗତ 4 ନମ୍ବର ଜୋନ୍ର ପେଣ୍ଠସ୍ଥଳୀ ବାଲିତୁଠ ନୂଆଗାଁ ରାସ୍ତା ପାର୍ଶ୍ୱରେ ଏଡ୍ସା ବ୍ଲକର ଜପା ପଞ୍ଚାୟତ ସୁନାଡିଆ ଗ୍ରାମର ବହୁ ବନ୍ଦନା ଦାସ ଏବଂ ତାଙ୍କର ସ୍ୱାମୀ ସମର ଦାସ, 4 ନମ୍ବର ଜୋନ୍ର 7 ପଞ୍ଚାୟତ ବଳେଇପୁର ଚଟୁଆ ବାଲିତୁଠ ବାମଦେଇପୁର ଗଡ଼କୁଞ୍ଜକ ନୂଆଗାଁ ଢିଙ୍କିଆ ପଞ୍ଚାୟତର ଜନସାଧାରଣ ବା ରୋଗୀମାନଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧ କେନ୍ଦ୍ର ଖୋଲି ଅଞ୍ଚଳବାସୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଠାରେ ସାଧାରଣ ଗରିବ ପରିବାରର ଗୋଟେ ସମସ୍ତ ପ୍ରକାର ଔଷଧ 40ରୁ 90% ରିହାତି ପାଇ ସାଧାରଣ ରୋଗୀ ଉପକୃତ ହୋଇପାରୁଛନ୍ତି, ଯାହାକୁ ନେଇ ଅଞ୍ଚଳବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଔଷଧ କେନ୍ଦ୍ରର ମାଲିକ ବନ୍ଦନା ଦାସ ଏବଂ ତାଙ୍କର ସ୍ୱାମୀ ସମର ଦାସଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏବଂ ଯେଉଁମାନେ ବାଲିତୁଠରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧ କେନ୍ଦ୍ର ଖୁବ୍ କମ୍ ଦିନରେ ଖୋଲିଛି, ତଥାପି ସାଧାରଣ ପରିବାରର ପ୍ରଥମ ପସନ୍ଦ ପ୍ରଧାନମନ୍ତ୍ରୀ ଜନ ଔଷଧ ନେବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏବଂ ଯେଉଁ ଲୋକମାନେ ଜାଣିନାହାନ୍ତି ସେମାନଙ୍କୁ ଷ୍ଟୋର ମାଲିକ ଅନୁରୋଧ କରିଛନ୍ତି ସେମାନେ ଏହି ସୁବିଧା ସୁଯୋଗର ଲାଭ ଉଠାନ୍ତୁ, ରିହାତି ମୂଲ୍ୟରେ ମେଡିସିନ କିଣି ନିରୋଗୀ ସୁସ୍ଥ ଜୀବନଯାପନ କରନ୍ତୁ। ତିର୍ତ୍ତୋଲ ମାଗାନ୍ତପୁର ଓଡ଼ିଶା ମୋବାଇଲ ଟିଭି। ମୋ ନାଁ ସମର ଦାସ, ଜପା ପଞ୍ଚାୟତ ସୁନାଡିଆ ଗ୍ରାମରେ ଆମ ଘର। ବାଲିତୁଠରେ ଆପଣ ଯେଉଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର, ଏ ବିଷୟରେ କହିବେ କ'ଣ? ତ ଏତେ ଅଞ୍ଚଳ ଅଛି, ବାଲିତୁଠରେ କେମିତି କ'ଣ ଆପଣଙ୍କର ଅଛି? ମୁଁ ପ୍ରଥମେ ରାହାମା ଜନ ଔଷଧି କେନ୍ଦ୍ରରେ କାମ କରିଥିଲି। ସବୁ ପ୍ରଥମେ ମୁଁ କଟକରେ ଥିଲି, ମେଡ଼ିସିନ ଷ୍ଟୋରରେ ଗୋଟେ କାମ କରିଥିଲି। ଯେହେତୁ ମୁଁ ଦେଖିଲି ଗୋଟେ ପ୍ରଧାନମନ୍ତ୍ରୀ ଜନ ଔଷଧି ଭଲ ବହୁତ ବଡ଼ ବଡ଼ ରୋଗ ଔଷଧ ସବୁ ଭଲ କମ୍ ପଇସାରେ ମିଳୁଛି। ମୁଁ ଦେଖୁଛି ଗୋଟେ ଜନସେବା ପାଇଁ ଭଲ କାମ। ତେଣୁକରି ମୁଁ ଗୋଟେ ଚିନ୍ତା କଲି ଯେ ବାଲିତୁଠ ଅଞ୍ଚଳରେ ଗୋଟେ ନାହିଁ, ସେଇଠି ଗୋଟେ ଖୋଲିଲେ ହୁଅନ୍ତା। ଯେହେତୁ ଜେଣ୍ଟସ୍ ନାଁରେ ନାହିଁ, କେବଳ ଲେଡ଼ିସ୍ ନାଁରେ ହେଇପାରିବ। ମୁଁ ମ୍ୟାରେଜ୍ କରିଛି 4 ବର୍ଷ ହେଲା। ମୋ ମିସେସ୍ ନାଁରେ ମୁଁ ଆପ୍ଲାଏ କରିଥିଲି, ଆହୁରି ମୋତେ ବହୁତ ଲୋକ ଆପ୍ଲାଏ କରିଥିଲେ, ସେଥିମଧ୍ୟରୁ ମୋ ମିସେସ୍ ନାଁରେ ହେଇଛି। ଆଜିକାଲି ଯୁବକ ଅଧିକରୁ ଅଧିକ ରୋଜଗାର ଚାହୁଁଛନ୍ତି। ଆପଣ ବି ଫାର୍ମାସି କରିଛନ୍ତି, ଅଧିକ ରୋଜଗାର କରି ଚାହୁଁଛନ୍ତି, ମେଡ଼ିସିନରେ ପ୍ରଫିଟ୍ ଅଧିକ ଅଛି ବୋଲି ଅଲଗା ମେଡ଼ିସିନ ଖୋଲିବାକୁ ଚାହୁଁଛନ୍ତି। ଆପଣ ଇଏ ରିହାତି ଦେବା ପାଇଁ ଲୋକମାନଙ୍କୁ କାହିଁ ମନ ବଳେଇଲେ? ପ୍ରଧାନମନ୍ତ୍ରୀଙ୍କ ଏଭଳିଆ ଯୋଜନାକୁ ଆପଣଙ୍କୁ କାହିଁ ଚେଷ୍ଟା କଲେ? ମୁଁ ଚାହିଁଲି ଯେ ଗୋଟେ ମେଡ଼ିସିନ ଯେଉଁ ରହୁଛି ପ୍ରାୟ ଓଡ଼ିଶାରେ ଦେଖିବାକୁ ଗଲେ ବହୁତ ଗରିବ ଲୋକ ଅଛନ୍ତି। ତେଣୁକରି ଦେଖିଲି ମୋର ଗୋଟେ ଜନସେବା ପାଇଁ ଗୋଟେ ଆଗ୍ରହୀ ହେଲି। ପ୍ରଧାନମନ୍ତ୍ରୀ ଯେଉଁ ବାହାର କରିଛନ୍ତି, ଯେଉଁ ପ୍ରଧାନମନ୍ତ୍ରୀ ଜନ ଔଷଧି 40ରୁ 80%, ସେଇଟା ମଧ୍ୟ ବହୁତ ଭଲ ସେ କରିଛନ୍ତି। ମୋର ଗୋଟେ ମନୋବଳ ଯୋଗାଇଲା ଯେ ମୁଁ ଗୋଟେ ଜନସେବା ପାଇଁ ଗୋଟେ ଉତ୍କୃଷ୍ଟ କରିବା ପାଇଁ। ତେଣୁକରି ମୁଁ ନିଜକୁ ମଧ୍ୟ ଧନ୍ୟ ମନେ କରୁଛି। ପ୍ରାୟ 7ଟି ପଞ୍ଚାୟତକୁ ନେଇ ବାଲିତୁଠ କେନ୍ଦ୍ରସ୍ଥଳୀ ରହୁଛି 4 ନମ୍ବର ଜୋନର। ଏଠି ଆପଣ ପ୍ରାୟ ଯେତିକି ଦିନ ଖୋଲିଲେ ଲୋକ କେମିତି କ'ଣ ନା ଲୋକ ଏତେ ଜଣ ଆସୁନାହାନ୍ତି, ଜାଣିନାହାନ୍ତି ଲୋକ ନା ଲୋକ ପ୍ରାୟ ମୁଁ ଏଠି ଦେଖିଲେଣି 100ରୁ ପ୍ରାୟ 40% ଲୋକ ଯାଉଥିଲେ ରାହାମା, ପଙ୍କପାଳ ହଉ କୁଜଙ୍ଗ ହଉ ଯାଉଥିଲେ। ମୁଁ ଦେଖିଲି ଲୋକମାନେ ଜାଣି ସାରିଲେଣି, ପ୍ରାୟ 30% ଲୋକ ଜାଣି ସାରିଲେଣି ପ୍ରଧାନମନ୍ତ୍ରୀ ଜନ ଔଷଧି। ତା ମଧ୍ୟରୁ କିଏ ବିଶ୍ୱାସ କରୁଛନ୍ତି, କିଏ କରୁନାହାନ୍ତି, କିଏ ବଡ଼ ବଡ଼ ରୋଗ ଡକ୍ଟର ଲେଖୁଛନ୍ତି, ଯେଉଁ ପ୍ରେସ୍କ୍ରିପସନ୍ କରୁଛନ୍ତି ଔଷଧ ପାଇଁ, ଆପଣ ଇଏ ସବୁ ମିଳିବ, ଆଭେଲେବୁଲ୍ ଅଛି? ସବୁ ମେଡ଼ିସିନ ଆଭେଲେବୁଲ୍ ଅଛି, ଯେଉଁଟା ନାହିଁ ମଗାଇ ପାରିବେ। ସବୁ ଉନ୍ନତମାନର, ସବୁ ଭଲ ଭଲ କମ୍ପାନୀ, ଆଲକେମ୍, ଆରିଷ୍ଟୋ, ଆବଟ୍, ଟରେଣ୍ଟ, ଇଣ୍ଟାସ୍, ସବୁ ଭଲ ଭଲ କମ୍ପାନୀର ସବୁ। ଏବଂ ତା'ର ପ୍ରଧାନମନ୍ତ୍ରୀର ଯେତେ ସବୁ ଫ୍ରାଞ୍ଚାଇଜ୍ କମ୍ପାନୀ ସବୁ ରହିଛି ସବୁ। ଜନସାଧାରଣଙ୍କୁ କ'ଣ କହିବେ, ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଜନସାଧାରଣମାନଙ୍କୁ ମୁଁ କହୁଛି ଯେ ଆସନ୍ତୁ, ନିଅନ୍ତୁ ଔଷଧ, ଦେଖନ୍ତୁ, ଡାକ୍ତର କହିବା ଅନୁସାରେ ନିଅନ୍ତୁ ଏବଂ ଉପକୃତ ହୁଅନ୍ତୁ। ଆମ ଘର ହେଉଛି ବଡ଼ବାବୁପୁର। ନାଁଟା? ନାଁ ହେମନ୍ତ ମଲ୍ଲିକ। ଏଇ ଯେଉଁ ପ୍ରଧାନମନ୍ତ୍ରୀ ଜନ ଔଷଧ ଆସୁଛନ୍ତି ନେବାକୁ ଔଷଧ କିଣିବା ପାଇଁ, କ'ଣ ରୋଗ କ'ଣ ଅଛି? ଏ ଆଖିଟା ଗଲୁ କରୁଥିଲା, ତାପରେ କୁଣ୍ଡେଇ ହେଉଥିଲା, ଏ ପାଣି ଦେଉଛି, ଇଏ ଜିନିଷଟା ନଥିଲା ଆମର ଏଠି। ବହୁତ ରିହାତିରେ ଔଷଧ ବି ଆମେ ମିଳିପାରୁଛି। ଏଇ ଆଖି ଔଷଧଟାକୁ ବର୍ତ୍ତମାନ ନେଇଦେଲେ ବାହାରୁ 100 ଟଙ୍କା ନିଆହେଇଥାନ୍ତା, ଆମେ ବହୁତ ରିହାତିରେ ପାଉଛୁ। ବହୁତ ଏ ଔଷଧଟା 30 ଟଙ୍କା ପଡ଼ିଲା। କେତେ ଖୁସି ଅଛି? ବହୁତ ଖୁସି ବାଇଆ ଖୁସି। ଆମର ଇଏ ଅଞ୍ଚଳରେ ନଥିଲା, এই পঞ্চায়েত বালিতুর পঞ্চায়েতের নথলা এটা জিনিসটা এটা হবারও বহুত আমি আনন্দ। জনকল্যাণ যোজনা মাননীয় প্রধানমন্ত্রী করছেন, তার কোন শুভেচ্ছা কোন? বহুত বহুত ধন্যবাদ তাঁকু।
ये जिन गरीब गुरा बहुत उपकार जो लोक जानी ना ए विषय हाँ 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 मुझे जान नी मत जन कहला सीट बहुत रियायती मिलूँ आण बोली मुझे नापी प्रत्येक औषध मिलूँ प्रत्येक औषध मिलूँ जहाँ रोग नब बहुत बहुत धन्यवाद मोदी सरकार को यहाँ नाला गोटे आनंदर कथा बहुत गरीब गुरा आम बहुत उपकृत हो ये बाबद में बहुत खुशी मु मासक 5,000 टका मोर मो मिसेसर मेडिसिन किना हो रोग तार डायबिटीज मोर तो आंठू गंठी सब बंका हो जाता जाऊ नाला मुझे डाक्तर मैंने फेलुअर हेले मुझे बाजित कली से जो मेडिसिन आनुन कहली चाउल चूना गोल तुम आणिक आमको ठकुच से जो मैंने आसुँच फार्मासी बेड़ा तेणु मुझे नवा दिन ठूँ मोर भल हो मोर इठी निहाती 1,000 टका एपर्यंत है कि रोग भल हो सीटू 5,000 किसी होनी प्रधानमंत्री केते धन्यवाद धन्यवाद तांकु आम कोटि कोटि नमस्कार से मोदी बाबू को आम कोटि धन्यवाद दौर आम बुढ़ा बुढ़ी माने एभली सी गोटा जिनस खोली आम बहुत खुशी ताप ये आसी नौ मुझे बाहर लोक डकाऊँ आस ये नब कहीं शहा को मागणार पैसा दौर।